ପ୍ରେଜ୍ ଦ ଲର୍ଡ। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ମୁଁ ମଧ୍ୟ ଭଲରେ ଅଛି। ଆପଣମାନଙ୍କ ସମସ୍ତଙ୍କ ନିମନ୍ତେ ମୁଁ ପ୍ରାର୍ଥନା କରୁଛି। ମୋର ପ୍ରିୟମାନେ, ଆଜି ମୁଁ ଉତ୍ସାହ ଦେବାକୁ ଚାହେଁ ଯେ ଆମମାନଙ୍କ ଜୀବନରେ ଅନେକ ପ୍ରଶ୍ନ ରହିଛି। ଆମ ମନରେ ଅନେକ ପ୍ରଶ୍ନ ଅଛି। ଆମେମାନେ ଅନେକ ଚିନ୍ତାର ଅନେକ ବିଷୟରେ ଅନେକ କାର୍ଯ୍ୟ ବିଷୟରେ ଆମେ ଅନେକ ପ୍ରକାର ମନରେ ଚିନ୍ତା କରି ପ୍ରଶ୍ନ ପଚାରିଥାଉ। ସେହି ପ୍ରଶ୍ନର ଉତ୍ତର ଆମେ କେବେ ବି ପାଇନଥାଉ। କିନ୍ତୁ ଆଜି ମୁଁ ଆପଣଙ୍କୁ ଉତ୍ସାହ ଦେବାକୁ ଚାହେଁ, ଆଜି ଆପଣମାନଙ୍କୁ କହିବାକୁ ଚାହେଁ, ସମସ୍ତ ପ୍ରଶ୍ନର ଉତ୍ତର ଈଶ୍ୱରଙ୍କ ପାଖରେ ଅଛି। ଆପଣମାନଙ୍କର ଜୀବନ କିପରି ବିତୁଛି, ଆପଣମାନେ କ'ଣ ଭାବୁଛନ୍ତି, ବର୍ତ୍ତମାନ ଆପଣ କିପରି ଜୀବନ ବିତାଉଛନ୍ତି, ଆପଣ କ'ଣ ଖାଉଛନ୍ତି, ଆପଣ କ'ଣ ପିଉଛନ୍ତି, ଆପଣ କ'ଣ ଆଜିର ବିଷୟ ପାଇଁ ଆପଣ ଚେଷ୍ଟା କରୁଛନ୍ତି, ଆଉ ତାହା ନେଇକି ଆମେ ଅନେକ ବିଷୟରେ ଆମେ ଚିନ୍ତା କରିଥାଉ। କିନ୍ତୁ ଆଉ ଆମମାନଙ୍କ ଜୀବନରେ ଆମମାନଙ୍କୁ ବୁଝିବାକୁ ପଡ଼ିବ ଯେ ମୁଁ ଯାହା ମୋ ମନରେ ପ୍ରଶ୍ନ ଅଛି, ସେହି ପ୍ରଶ୍ନର ଉତ୍ତର ମୁଁ ପାଇବି ନାହିଁ। ଏବଂ ମୁଁ ଯେଉଁ ମନରେ ଯେଉଁ ମୁଁ ପ୍ଲାନ୍ କରୁଛି, ମୋ ମନରେ ଯେଉଁ ଚିନ୍ତା କରୁଛି, ମୋ ମନରେ ଯେଉଁ ମୁଁ ଚେଷ୍ଟା କରୁଛି, ତାହା ମୋ ଜ୍ଞାନ ବା ମୋ ବୁଦ୍ଧିରେ ମୋ ଶକ୍ତିରେ କେବେ ବି କରିପାରିବିନି। ଜହନ 15 ପର୍ବ ଆପଣ ଭଲରେ ପଢ଼ନ୍ତୁ। ଆମେ ପଢ଼ିଛୁ ବା ଆମେ ଆହୁରି ମଧ୍ୟ ପଢ଼ିବା ଯେ ଯୀଶୁ ଖ୍ରୀଷ୍ଟଙ୍କ ବିନା ଆମେ କିଛି ବି କରିପାରିବା ନାହିଁ। ଈଶ୍ୱରଙ୍କର ବାକ୍ୟମାନ କୁହେ, ତୁମେ ମୋ ଠାରେ ରୁହ ଏବଂ ମୁଁ ତୁମଠାରେ ରହିବି, ଏବଂ ତୁମେ ଯାହା ଇଚ୍ଛା କର ତାହା ମାଗ, ମୁଁ ତୁମମାନଙ୍କୁ ଦେବି। କେତେ ଆନନ୍ଦ ବିଷୟ! ଆମମାନଙ୍କୁ ଗୋଟେ ହିଁ ପଏଣ୍ଟ କରିବାକୁ ପଡ଼ିବ, ଗୋଟେ ହିଁ ଆମମାନଙ୍କ ବିଷୟ ଶିଖିବାକୁ ପଡ଼ିବ ଯେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହିବା ପାଇଁ ଆପଣମାନଙ୍କର ସମ୍ପର୍କ କିପରି ଅଛି, ଆପଣମାନେ କିପରି ଈଶ୍ୱରଙ୍କ ସହିତ ବିତାଉଛନ୍ତି, ଆପଣଙ୍କର ପ୍ରାର୍ଥନା ଜୀବନ କେମିତି ଅଛି, ଆପଣଙ୍କର ବାଇବଲ ଅଧ୍ୟୟନ ଜୀବନ କେମିତି ଅଛି, ଆପଣ ଈଶ୍ୱରଙ୍କ ସହିତ କେତେ ଭଲରେ ଅଛନ୍ତି। ଆମେ ସକାଳେ ଉଠିଲେ, ଆଜି ମୁଁ ଭାବୁଥିଲି ଯେ ସକାଳେ ଉଠୁ ଉଠୁ ଆମେ ମୋବାଇଲକୁ ଦେଖୁଛୁ, ସକାଳେ ଉଠୁ ଉଠୁ ଆମେ କାହାର ମେସେଜ ଆସିଲା କି ଦେଖୁଛୁ, ଆମେ ଅନ୍ୟମାନଙ୍କ ସହିତ କଣ୍ଟାକ୍ଟ କରିବାକୁ ଚାହୁଁଛୁ, କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ସହିତ କଣ୍ଟାକ୍ଟ କରିବା ପାଇଁ ଚାହୁଁନୁ। ଏଇଟା ହେଉଛି ଆମମାନଙ୍କ ଜୀବନର ସବୁଠୁ ବଡ଼ ସମସ୍ୟା। ମୋର ପ୍ରିୟମାନେ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଯଦି ଆମ୍ଭେମାନେ ଆଉ ମୁଁ ଯଦି ଆମ ଜୀବନରେ ଯଦି ଗୋଟେ ସଲ୍ୟୁସନ୍ ଆଣିବାକୁ ଚାହୁଁଛେ, ଯଦି ଆମ ଜୀବନରେ ଯଦି ଗୋଟେ ବିଷୟ ସଫଳ ହେବାକୁ ଚାହୁଁଛେ, ଯେ ଈଶ୍ୱରଙ୍କ ସହିତ ଆପଣ ଲାଗିକି ରୁହନ୍ତୁ। ଜହନ 15 ସ୍ପଷ୍ଟ କହୁଛି, ମୋ ସହିତ ରୁହ, ତାହେଲେ ସମସ୍ତ ବିଷୟ ସାରିଦେବ। କେତେ ଆନନ୍ଦ ବିଷୟ! ଆପଣମାନେ ଈଶ୍ୱରଙ୍କ ସାଙ୍ଗରେ ଅଛନ୍ତି ନା ମୁଁ ଯୀଶୁ ଖ୍ରୀଷ୍ଟଙ୍କ ସାଙ୍ଗରେ ଅଛି କି? ଯଦି କୌଣସି ଆମ ଜୀବନରେ ସମସ୍ୟା ଆସେ, ଯଦି କୌଣସି ଆମ ଜୀବନରେ ଆଉ ପ୍ରୋବ୍ଲେମ୍ ଆସେ, ଆମେ ନିଜକୁ ପରୀକ୍ଷା କରିବା ଦରକାର ଯେ ମୁଁ ଈଶ୍ୱରଙ୍କ ସହିତ କେତେ ଶକ୍ତିରେ ଅଛି, କେତେ କ୍ଲୋଜ୍ ଅଛି। ଯଦି ଆମମାନଙ୍କର ଜୀବନରେ ଆଉ ଚ୍ୟାଲେଞ୍ଜେସ୍ ଆସୁଛି, ଦୁଃଖ ଆସୁଛି, କଷ୍ଟ ଆସୁଛି, ଅଭାବ ଆସୁଛି, ଆପଣ ଜାଣନ୍ତୁ ଯେ ପରମେଶ୍ୱର ଆପଣଙ୍କ ପାଖରେ ଅଛନ୍ତି। କିନ୍ତୁ କାହିଁକି ଆମେ ସେଇ ପ୍ରୋବ୍ଲେମ୍ ଦେଖିପାରିବା ଯେ ଆମ୍ଭେମାନେ ମୁଁ ଯୀଶୁଙ୍କ ସହିତ ନାହିଁ। ଆମେ ଅନେକ ପ୍ରକାର ପ୍ରଶ୍ନ ଭାବୁଛୁ ଯେ ଆମ ସହିତ ପରମେଶ୍ୱର ନାହାନ୍ତି, ଆମମାନଙ୍କୁ ପ୍ରେମ କରୁନାହାନ୍ତି। କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହେଁ, ଈଶ୍ୱର ଆମମାନଙ୍କ ସଙ୍ଗରେ ଅଛନ୍ତି, ଆମମାନଙ୍କୁ ପ୍ରେମ କରନ୍ତି, ଆମମାନଙ୍କୁ ଆଶୀର୍ବାଦ କରନ୍ତି, ଆମମାନଙ୍କର ସମସ୍ତ ପରିସ୍ଥିତିକୁ ଦେଖୁଛନ୍ତି। କିନ୍ତୁ ସେଇ ମୁହୂର୍ତ୍ତରେ ଆମେମାନେ ଈଶ୍ୱରଙ୍କ ସଙ୍ଗରେ ରହୁନାହୁଁ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରେ ଯେ ଆମ୍ଭେମାନେ ଯଦି ଈଶ୍ୱରଙ୍କ ସହିତ ରହିବା, ଯୀଶୁଙ୍କର ବାକ୍ୟକୁ ପାଳନ କରିବା, ଯୀଶୁଙ୍କର ଠାରେ ନିର୍ଭର କରିବା, ତାହେଲେ ଆମେ ସମସ୍ତ ବିଷୟରେ ସଫଳ ହୋଇପାରିବା। ସିମ୍ପଲ ଗୋଟେ ପ୍ରିନ୍ସିପଲ୍, ଈଶ୍ୱରଙ୍କ ସହିତ ରହିବା, ସମସ୍ତ ସମସ୍ୟାର ସମାଧାନ ପାଇବା, ଈଶ୍ୱରଙ୍କର ଆଶୀର୍ବାଦ ପାଇବା। ତେଣୁ ଆପଣମାନେ କିପରି ମନ ସ୍ଥିର କରୁଛନ୍ତି, ଆପଣମାନେ କ'ଣ ନିଷ୍ପତ୍ତି ନେଉଛନ୍ତି? ଈଶ୍ୱରଙ୍କ ସାଙ୍ଗରେ ଅଛନ୍ତି ନା ଈଶ୍ୱରଙ୍କ ସାଙ୍ଗରେ ରହିବେ, ନା ଆପଣ ଆଉ ନିଜ ବୁଦ୍ଧିରେ ନିଜ ଶକ୍ତିରେ ଆପଣ ବିତେଇ ପାରିବେ? ଆପଣଙ୍କର ଜୀବନରେ ଭାବୁଥିବେ ଆଉ ମୁଁ ମୋ ଜ୍ଞାନରେ, ମୋ ପ୍ରଶ୍ନରେ, ମୁଁ ମୋ ଟଙ୍କାରେ ସମସ୍ତ ସମାଧାନ କରିପାରିବି, କିନ୍ତୁ ନାହିଁ। ସମସ୍ତ ସମସ୍ୟା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସମାଧାନ ହେଇପାରିବ। ତେଣୁ ଆପଣ ଚିନ୍ତା କରନ୍ତୁ ନାହିଁ। ଯଦି ଆପଣମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଅଛି, ଆପଣଙ୍କ ପରିବାରରେ ସମସ୍ୟା ଅଛି, ଆପଣଙ୍କର ସମାଜରେ ସମସ୍ୟା ଅଛି, ଆପଣଙ୍କର ଦେଶ ଆପଣଙ୍କର ଅଞ୍ଚଳରେ ସମସ୍ୟା ଅଛି, ସମସ୍ତ ସମସ୍ୟା ଯୀଶୁଙ୍କ ପାଖରେ ଆଣନ୍ତୁ ଏବଂ ତାହା ସମର୍ପିତ କରନ୍ତୁ ଏବଂ ନିଜକୁ, ସମସ୍ୟା ତ ଆଣିବେ କିନ୍ତୁ ନିଜକୁ ଯୀଶୁଙ୍କୁ ଦିଅନ୍ତୁ। ପ୍ରଭୁ, ମୁଁ ପୁନର୍ବାର ତମ ସାଙ୍ଗରେ କନେକ୍ଟ ହେବାକୁ ଚାହୁଁଛି, ତାହେଲେ ଆପଣଙ୍କୁ ପ୍ରଭୁ ଆଶୀର୍ବାଦ କରିବେ। ତେଣୁ ପ୍ରିୟମାନେ, ମୁଁ ଏବଂ ଆପଣମାନେ ଆମେ ଆସନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମେ ଆଉ କ୍ଲୋଜ୍ ହେବା, ତାଙ୍କ ବାକ୍ୟକୁ ଆମେ ଧ୍ୟାନ କରିବା,
ପ୍ରାର୍ଥନା କରିବା ଏବଂ ଆଗକୁ ବଢ଼ିବା। ଆଜି ଆପଣ ଯେପରି ବି ଷ୍ଟାର୍ଟ କରିଥାନ୍ତୁ ନା କାହିଁକି, କିନ୍ତୁ ଏବେଠୁ ଯୀଶୁଙ୍କ ଠାରେ ଆପଣ ନୂଆ ଜୀବନ ଭାବରେ ତାଙ୍କୁ ଭରସା କରିକି ଆରମ୍ଭ କରନ୍ତୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରୁଛି ଆପଣମାନଙ୍କ ଜୀବନରେ ଶାନ୍ତି, ଆନନ୍ଦ, ପ୍ରେମ ଆସୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଗଡ୍ ବ୍ଲେସ୍।